ତାଙ୍କର ପ୍ରକୃତରେ ସେ ଯେଉଁ ଓପିଡି को ଆସିଲେ ସେତେବେଳକୁ ତାଙ୍କର ପ୍ରଥମେ କମ୍ପ୍ଲେନ୍ ଥିଲା ଯେ ତାଙ୍କ ଝାଡ଼ା ରାସ୍ତା ମଳଦ୍ୱାର ରାସ୍ତାରେ ମାଂସଟେ ବାହାରି ଆସୁଛି ଆଉ କ୍ରମାଗତ ଭାବେ ତାଙ୍କୁ ଅସୁବିଧା ହେଉଛି ଆଉ ସେ ଝାଡ଼ା ଗଲା ବେଳକୁ କଷ୍ଟ ଅନୁଭବ କରୁଛନ୍ତି ଆଉ ବ୍ଲିଡ଼ିଂ ମଧ୍ୟ ହେଉଛି ଆଉ ସେଇଟା ତାଙ୍କୁ ବହୁତ ଲୋକଲଜ୍ଜା ଆଉ ଅସୁବିଧା ବି ସମ୍ମୁଖୀନ ହେବାକୁ ପଡ଼ୁଛି। ଏଇଟା 2-3 ବର୍ଷ ହେଲା ସେ ଭୋଗ କରି ଆସୁଥିଲେ ଆଉ ଆଗରୁ ମଧ୍ୟ ସେ ବିଭିନ୍ନ ଜାଗାରେ ସେଟା ପରାମର୍ଶ କରିଛନ୍ତି ଅପରେସନ୍ କରିବା ପାଇଁ ମଧ୍ୟ ସହାୟତା ଲୋଡ଼ିଛନ୍ତି। ସେ 2000 ମସିହାରୁ ତାଙ୍କର ଗ୍ଲୋକୋମା ପାଇଁ ତାଙ୍କ ପାଖାପାଖି ଦୃଷ୍ଟିଶକ୍ତି ହରାଇଛନ୍ତି ଆଉ ସେଥିପାଇଁ ସେ ବିଭିନ୍ନ ପ୍ରକାର ଚିକିତ୍ସା ଆଗରୁ କରିଥିଲେ କିନ୍ତୁ ସେଥିରେ ଦୃଷ୍ଟିଶକ୍ତି ଫେରି ପାଇନାହାନ୍ତି। ତ ସେଟା ବି ମଧ୍ୟ ତାଙ୍କ ଚିକିତ୍ସାରେ ଗୋଟେ ରକମ ବାଧକ ଥିଲା ଆଉ ସେସବୁ ନେଇକି ତାଙ୍କୁ ଅପରେସନ୍ କରିବା ତାଙ୍କୁ ଅପରେସନ୍ରେ ବୁଝେଇବା ତାଙ୍କୁ ସେଇ କରିକି ସବୁଠାରୁ ଅପରେସନ୍ର ଆନନ୍ଦର କଥା କି ଲାପ୍ରୋସ୍କୋପି ପଦ୍ଧତିରେ ଏଇ रेक्टाल प्रोलैप्स जोटा कि झाड़ा रास्तार बाहरी आसुची रेक्टमटा सेटा ऑपरेशन करा जाय पारची। ये रेक्टाल प्रोलैप्स रोग जो थे कि रेक्टम कि मलद्वार सपोर्ट जोटा कि थाए सेटा वीकेंड हो जाए ग्रेजुअली दुर्बल हो जाए विभिन्न प्रकार कारण और से झाड़ा रास्ताटा मलद्वारटा तार मलद्वार देकी बाहरी आसे बाहर को बाहरी आसे ताकू जोटा की होल सर्जरी कि लाप्रोस्कोपी सर्जरी द्वारा ताकू पुणी भितर पटू टाणिकी ताकू पुणी से बोन सांगे फिक्स कर दिया जाए गोटे जाली द्वारा जोटा कि से बारंबार सेटा बाहर को आसबनी और झाड़ा गला सेटा नॉर्मल स्थान रे रहिबो और यही ऑपरेशन द्वारा तांको पेन मध्य कम है और तांको 2 दिन रे डिस्चार्ज कर देवा पड़ला और से एबे खाଇବା ପିଇବା କରୁଛନ୍ତି और नॉर्मल झाड़ा जाइछंती। यह मो ପାଇଁ आनंदर विषय कि तांको एटा बहुत सुविधा है और से खुशी रे डिस्चार्ज जाउछंती। धन्यवाद।